ଚାନ୍ଦ ଯେମିତି ସୁନ୍ଦର, ପିପିଲିର ଚାନ୍ଦୁଆ ମଧ୍ୟ ସେହିପରି ସୁନ୍ଦର ଓ ମନଲୋଭା। ସମଗ୍ର ପୃଥିବୀରେ ପିପିଲିର ନାଁକୁ ବିଖ୍ୟାତ କରିଛି ଏହି ଚାନ୍ଦୁଆ। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯାଉଥିବା ଶ୍ରଦ୍ଧାଳୁ ପିପିଲିରେ ନିଶ୍ଚୟ ଅଟକିଥାନ୍ତି। ତେବେ ବାଇପାସ୍ ରାସ୍ତା ନିର୍ମାଣ ପରେ ପ୍ରଭାବିତ ହୋଇଛି ପିପିଲିର ଚାନ୍ଦୁଆ ବ୍ୟବସାୟ। ଯାତ୍ରୀଙ୍କ ଗହଳି ନିୟନ୍ତ୍ରଣ ଏବଂ ଗମନାଗମନରେ ସୁଧାର ଆଣିବା ପାଇଁ ନିର୍ମିତ ହୋଇଛି ବାଇପାସ୍ ରାସ୍ତା। ଟୋଲଗେଟ୍ ଆଗକୁ ପିପିଲି ବଜାର ପୂର୍ବରୁ ରାସ୍ତା କଟିଯାଇଛି। ପ୍ରାୟତଃ ଗାଡ଼ି ମୁଖ୍ୟ ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଆସନ୍ତୁ ପଚାରି ବୁଝିବା କିପରି ଥିଲା ଆଗରୁ ବ୍ୟବସାୟ ଆଉ ଏବେ କିପରି ଚାଲିଛି ଚାନ୍ଦୁଆ କାରବାର। ଆମ ଓଡ଼ିଶାରେ ହସ୍ତଶିଳ୍ପର ବହୁତ ଚାହିଦା ରହିଛି। ଯେମିତିକି ଚାନ୍ଦୁଆ। ଓଡ଼ିଶାରେ ଆମର ପୁରୀ କଟକର ଗମନାଗମନ ରାସ୍ତାରେ ପିପିଲି ପାଖରେ ପଡ଼େ ଚାନ୍ଦୁଆ ବଜାର। ପିପିଲି ରୋଡରେ ବସ୍ ଯାତାୟାତ କରୁଥିଲା ପୁରୀ ପାଇଁ। ସେତେବେଳେ ଟୁରିଷ୍ଟ ମାନେ ଯିବା ଆସିବା କରୁଥିଲେ। ତ ସେତେବେଳେ ଚାନ୍ଦୁଆ ବେପାର ଆପଣଙ୍କର କେମିତି ଥିଲା? ଆଉ ଏବେ ବାଇପାସ୍ ରୋଡରେ ଯେତେବେଳେ ହେଇଗଲା, ବାଇପାସ୍ ରୋଡରେ ବସ୍ ଯାତାୟାତ କରୁଛି। ସେତେବେଳର ବ୍ୟବସାୟ ଏବେର ବ୍ୟବସାୟ ଭିତରେ ଫରକ କ'ଣ? ଆଜ୍ଞା ଗୋଟେ କଥା ହଉଛି ସେତେବେଳେ ଟାଇମରେ ରାସ୍ତା ବି ଆମର ଛୋଟିଆ ହେଇଥିଲା। ସେତେବେଳେ ଟାଇମରେ ଦି ସାଇଡରେ ଗାଡ଼ି ଲାଗୁଥିଲା ଆଉ ବହୁତ ଭଲ ବ୍ୟବସାୟ ଥିଲା। ଏଇନେ ବାଇପାସ୍ ହେଇଗଲାଠୁ କଷ୍ଟମର ଜାଣିପାରୁନାହାନ୍ତି ଯେ ପିପିଲି କୋଉ ଗୋଟା ଗଲା। ସିଏ ଯେତେବେଳେ ପଳେଇ ଯାଉଛନ୍ତି ଡ୍ରାଇଭର ଭାଇ ମାନେ ନେଇକି ପୁରୀ କୋଣାର୍କ ନେଇକି ପଳାଉଛନ୍ତି, ସେ ପିପିଲି ଖୋଜିଲା ବେଳକୁ ସେ ଯାଇକି ପୁରୀ କୋଣାର୍କରେ ମାଇଲେଣି। ଆଉ ଏଇଆ ହଉଛି କଥା, ଆମେ ମାନେ କ'ଣ କାରିଗର ଲୋକମାନେ ଆମେ ସବୁ ହାତ ଯୋଡ଼ିକି ବସିଛୁ ଏଠି। ମାନେ ଏଠି କେତେଟା ଚାନ୍ଦୁଆ ଦୋକାନ ବି ସବୁ ଭାଙ୍ଗିଗଲାଣି। ଆମର ଯଦି ଇଏ ହେଉଛି ପିପିଲିର ଫେମସ୍ ହେଉଛି ଚାନ୍ଦୁଆ କାମ। ଇଏ ବି ଏମିତି ଜଗନ୍ନାଥଙ୍କର ଯେଉଁ ରତ୍ନ ଚାନ୍ଦୁଆ ହଉ, ଛତି ହଉ, ତ୍ରାସ ହଉ, ଆଲଟ ହଉ, ଇଏ ସବୁ ଦର୍ଜି ସେବାୟତ କରନ୍ତି କାମ। ଆମେମାନେ ଯଦି ଆଜ୍ଞା ହାତ ଯୋଡ଼ିକି ବସିବୁ, ଯଦି ସରକାର ଆମ କଥା ଟିକେ ଦୟା କରିକି ରିକ୍ୱେଷ୍ଟ କରିକି କହୁଛି, ଯଦି ସରକାର ୟାକୁ ଆମ ଉପରେ ନଜରଟା ରଖିକି କିଛି ସାହାଯ୍ୟ ଭତ୍ତା ହିସାବରେ କାରିଗର ମାନଙ୍କର ଭତ୍ତା ଦେଇଦେବେ, ଭତ୍ତା ଭଳିଆ ଟାଇପ୍ର କରିବେ, ତାହେଲେ ଆମେ କିଛି ବଞ୍ଚିଯିବୁ। ନହେଲେ ସବୁ କାରିଗର ଯେକୌଣସି ଜିନିଷର ଭତ୍ତା ହେଉଛି, କିନ୍ତୁ ଆମର କାରିଗର ସଂସ୍ଥା ମାନଙ୍କର କିଛି ଭତ୍ତା ହେଇପାରୁନି। ସେଥିପାଇଁ କି ଏ କାରିଗର ଭାଇ ମାନେ କେତେ ଲୋକ ସବୁ ଏଠୁ ଦୋକାନ ଭାଙ୍ଗିକି ଯିଏ ଅଲଗା କାମ କଲେଣି। ଆମେ ମାନେ କିଛିଟା ଆମ କାରିଗର ବୋଲି, ଆମେ ଯୋଉ ଜଗନ୍ନାଥଙ୍କ ସେବାୟତ ବୋଲି ଆମେ ମାନେ ଯାହା ହଉ। ଚାନ୍ଦୁଆର ଯେହେତୁ ବହୁତ ଚାହିଦା ରହିଛି, ଚାନ୍ଦୁଆ କିଣିବା ପାଇଁ ଜଣେ ଗ୍ରାହକ ଆସିଛନ୍ତି। ଆମେ ତାଙ୍କ ଠାରୁ ବୁଝିବା ଚାନ୍ଦୁଆ विषय। मैम मैं जमशेदपुर झारखंड से आया हूँ और मैं पुरी जगन्नाथ का दर्शन करने आया था। तो आज मुझे मालूम चला कि पुरी से नज़दीक पिपली में बहुत अच्छा एप्लिक का काम होता है उड़ीसा में। तो मैं फर्स्ट टाइम यहाँ विजिट किया और सच मायने में मैं यहाँ आके बहुत मतलब आश्चर्य हो गया कि यहाँ पे इतना अच्छा एप्लिक का काम होता है। और खास करके एप्लिक सेंटर जो यहाँ पे दुकान है, ठीक है, इस दुकान में भी आए, यहाँ पे बहुत अच्छी सामान मिलती है और बहुत अच्छा हाथ का कारीगरी भी है। ପିପିଲି ବଜାର ପୂର୍ବରୁ ଏକ ସୂଚନା ଫଳକ ଦେଖିବାକୁ ମିଳେ। ଚାନ୍ଦୁଆ ଗ୍ରାମ ପିପିଲି। ଶିଳ୍ପ କଳା କାରିଗରୀ ସେତିକି ବେଳେ ତିଷ୍ଠି ରହିବ ଯେତେବେଳେ ଉତ୍ପାଦିତ ସାମଗ୍ରୀ ଠିକ୍ ଭାବରେ ବିକ୍ରି ହେବ। ପୁରୀ ଭୁବନେଶ୍ୱର ବାଇପାସ୍ ରାସ୍ତା ପାର୍ଶ୍ୱରେ ଚାନ୍ଦୁଆ ବଜାର ସ୍ଥାପନ ପାଇଁ ସରକାର ଯୋଜନା କରିବା ଦରକାର ବୋଲି ମତ ପ୍ରକାଶ ପାଇଛି। ଦୋକାନୀ ଭାଇମାନଙ୍କ ଅନୁରୋଧ କ୍ରମେ ଚାନ୍ଦୁଆ ବଜାରଟି ପିପିଲି ବାଇପାସ୍ରେ ଯଦି ହୋଇପାରନ୍ତା, ପିପିଲିର 45ଟି ପରିବାର ଉପକୃତ ହୁଅନ୍ତେ। ଟୁରିଷ୍ଟମାନେ ମଧ୍ୟ, ଗ୍ରାହକମାନେ ମଧ୍ୟ ଉପକୃତ ହୁଅନ୍ତେ। ପିପିଲିରୁ ବର୍ଷା ଦାସଙ୍କ ରିପୋର୍ଟ, ରେନବୋ ମିଡ଼ିଆ।